ସିନାପାଲିରେ ସାମୂହିକ ନୂଆଖାଇ ଭେଟଘାଟ ପାରମ୍ପରିକ ନୃତ୍ୟ ଗୀତରେ ଦୁଲୁକିଛି ମଞ୍ଚ। ସିନାପାଲିରେ ନୂଆଖାଇ ଦିନେ ଭବ୍ୟ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜଗନ୍ନାଥ ଛକଠାରେ ଅନୁଷ୍ଠିତ ଏହି ଭେଟଘାଟରେ ସିନାପାଲି ସହରର ସମସ୍ତ ଜାତି ବର୍ଗର ଲୋକ ସମବେତ ହୋଇ ପରସ୍ପର ଭେଟ ହେବା ସହ ପାରମ୍ପରିକ ନୃତ୍ୟ ଗୀତରେ ମଜା ନେଇଛନ୍ତି। ଏହି ଅବସରରେ ସାମୂହିକ ନୂଆଖାଇ ଭେଟଘାଟ ପରିବାରର ସଭାପତି ତ୍ରିନାଥ ମେହେରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୈଶମ୍ପାୟନ ମେହେର, ଶଶିଭୂଷଣ ମାଝୀ, ଡମ୍ବରୁଧର ମେହେର, ନୀଳମଣି ମେହେର, ହୃଦାନନ୍ଦ ମେହେର, ପୂର୍ଣ୍ଣଚନ୍ଦ୍ର ମେହେର, ସୁରଜ କୁମାର ମେହେର ପ୍ରମୁଖ ମା ମହୁଲ ଗଛିଆନଙ୍କ ପୂଜାର୍ଚ୍ଚନା କରି ଭେଟଘାଟକୁ ଶୁଭାରମ୍ଭ କରିଥିଲେ। ପ୍ରାରମ୍ଭିକ କମିଟିର ସମ୍ପାଦକ ପ୍ରଭାତ କୁମାର ମେହେର କାର୍ଯ୍ୟକ୍ରମଟିର ଉଦ୍ଦେଶ୍ୟ ସହ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ବେଣୁଧର ମେହେର ବିବରଣୀ ପାଠ କରିଛନ୍ତି। ସ୍ୱର ସଙ୍ଗମ କଳା ପରିଷଦର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଏହାପରେ ସ୍ଥାନୀୟ ଏବଂ ବାହାରୁ ଆସିଥିବା କଳାକାରଙ୍କ ଦ୍ୱାରା ରଙ୍ଗାରଙ୍ଗ ସମ୍ବଲପୁରୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ କୋଶଳୀ ନାଟକକୁ ଲୋକମାନେ ମନଭରି ଉପଭୋଗ କରିଥିଲେ। ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଭାଗୀମାନଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଥିବା ବେଳେ ଏହାକୁ ଗୌତମ ମେହେର ସୁଭାବ ପରିଚାଳନା କରିଥିଲେ। ସ୍ୱତନ୍ତ୍ର ଭାବରେ ପାରମ୍ପରିକ ପୋଷାକ ପରିଧାନ କରିଥିବା 5 ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପୂର୍ବରୁ ଏକ ଶୋଭାଯାତ୍ରା ମାଧ୍ୟମରେ ସହର ପରିକ୍ରମା କରିବା ସହ ସମସ୍ତ ଦେବାଦେବୀ ମନ୍ଦିରରୁ ଆଶୀର୍ବାଦ ମଧ୍ୟ କାମନା କରାଯାଇଥିଲା। ପାରମ୍ପରିକ ବେଶଭୂଷା ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା। ଶେଷରେ ରଶ୍ମିରଞ୍ଜନ ଶାହ ଧନ୍ୟବାଦ ଦେଇଥିଲେ। ନୂଆପଡ଼ାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।